ତୃତୀୟ କ୍ଲାସ ପଢିଲା ଲୋକ କିଏ ବି ନାହାନ୍ତି କି ଆମ ସେ ମାନେ ସିଆଡେ ଭଡାରେ ଆସିକି ସେ ଠିଆ ହେବ ସେ ହଷ୍ଟେଲ କଲା ହଷ୍ଟେଲ କଣ ଆମ ତାଣ୍ଡି ଆଜ୍ଞା ନିଜେ 2 ଜଣ ପରିଶ୍ରମ କରିକି ଚଲି ଚାଲିଛି ତ ସ୍ପନ୍ସର ପାଇଲେ ସମସ୍ତେ ହଷ୍ଟେଲ ଯାକ ବନେଇବ ହଷ୍ଟେଲ ବନେଇବା କି ବଡ ବିଷୟ ନା ଆଦିବାସୀ ମାନଙ୍କର ଉପକାର କରିଛି କି ଆଦିବାସୀ ଆରେ ଆଦିବାସୀ ମାନେ ଯୋଉମାନେ ଧନୀ ଲୋକମାନେ ଯୋଉମାନେ ଅଦା ହଳଦୀ କରୁଛନ୍ତି ଯୋଉମାନେ କଣ୍ଟ୍ରାକ୍ଟର ଯାକ ଯୋଉମାନେ ବଡ ବଡ ଲୋକମାନଙ୍କର ପିଲା ଛୁଆ ସେଠି ଯାଇକି ଭୁବନେଶ୍ୱର ଖୋଜିକି କିଟରେ ଯାଇକି ରଖୁଛନ୍ତି ଗରିବ ଲୋକମାନେ ଏତେ ଦୂର କିଏ ଯାଇପାରୁଛି ଯେମିତି ହେଲେ ସମସ୍ତେ ବିପିଏଲ ପାଠକ ପଢଉଛନ୍ତି ଆମ ବିପିଏଲ ଆଉ ଯୋଉ ଏପିଏଲ କିଏ ପଢୁଛି କି ଏପିଏଲ ବାଲା ଯୋଉ ଭଲ ପଇସା ପତ୍ର ବାଲା ସେ ଯାଇକି କିଟରେ ପଢେଇ କରୁଛନ୍ତି ସେ ସେ ପୁଣି ଆମର କଣ କରିଦବ ଆମେ ଆଉ ଅର୍ଗାନାଇଜେସନ କରିବୁ ନା ଆମେ ହଷ୍ଟେଲ ଚଲେଇବୁ ନା ଆମ ଦ୍ୱାରା ହଷ୍ଟେଲ ହେଇନାହିଁ ଏମାନେ ସ୍ପନ୍ସର ପାଇଲେ ସମସ୍ତେ କରିବେ ଆଉ ଯୋଉ ଜାଗା କିଛି ନଥିଲା ବେଳେ ସୁବର୍ଣ୍ଣଗିରି ଭଳିଆ ଜାଗାରେ ହଷ୍ଟେଲ ଚଲେଇବା ବେଳକୁ ଆମର ତ ହଷ୍ଟେଲ କଥା ପଢଉଛନ୍ତି ପାଠ କଥା ପଢଉଛନ୍ତି ନା କଣ ଯୋଉଠି ବାଇବେଲ କଲେଜ ନଥିଲା ବେଳକୁ ଯାଇକି ବାରଖମା ଭଳିଆ ଜାଗାରେ ଯାଇକି ମାନେ ବାଇବେଲ କଲେଜ କରିକି ଚଲେଇବା ଲୋକ ଆମେ ଉଦୟଗିରି ଭଳିଆ ଜାଗାରେ ଯୋଉଟା କି ମାନେ ଫିଲ୍ମ ହଲ୍ ଚଲେଇବା ଜାଗାରେ ବାଇବେଲ କଲେଜ ଚଲେଇବା ଲୋକ ଏମାନେ ପୁଣି ଆମକୁ ପାଠ ପଢେଇବେ ଯେ ନାଇଁ ଏମିତି ଲୋକ ଉନ୍ନତି କରୁଛି ଆରେ ସ୍ପନ୍ସର ପାଇଲେ ସମସ୍ତେ କରିବେ ସ୍ପନ୍ସର ମିଳିବା ହଉଛି ବଡ ବିଷୟ ଆଚ୍ଛା ତୋତେ ତ ଏତେ ସୁବିଧା ହଉଛି ତମର କଣ ଭାରତ ବାହାରେ କି ଏବେ ଯେ କଟକ ଯୋଉଟା କରଲା ଘାଟି ଯୋଉଠୁ ଆଇଛି ସେ ମାନେ ଅଚ୍ୟୁତ ସାମନ୍ତ ସେଇଟା କଣ ଭାରତ ବାହାରେ କି ତାର ଯଦି ଭଲ ଚରିତ୍ର ଥିଲା ତାର ଭଲ ଗୁଣ ଥିଲା ଭଲ ଥିଲା ତାଙ୍କୁ ତାକୁ ଏମଏଲଏ କରିଥାନ୍ତେ କି ନହେଲେ ଏମପି କରିଥାନ୍ତେ କି ନହେଲେ କଣ ହେଲେ କରିଥାନ୍ତେ ଆମ ପାଖରେ କଣ ତୃତୀୟ କ୍ଲାସ ପଢିଲା ଲୋକ କିଏ ବି ନାହାନ୍ତି আর সে মানে বিষয় প্রমিଳା ବିଷୟ ତ ତୃତୀୟ କ୍ଲାସ ପଢିଥିଲା ସେ ଯାଇକି ତ ଧାନରୁ ବିଲ ଗୀତ ଗାଉଥିଲା ସେ ତ ଯାଇକି 5 ବର୍ଷ ସରେଇକି ଆସିଲା ମୁଦି ପାଖରେ ଦିଲ୍ଲୀରେ ବସିକି ତା ତୁଳନାରେ ଆମେ ଏତେ ଆମର ଟିକେ ବି କ୍ୱାଲିଟି ନାହିଁ କି ଆମ କନ୍ଧମାଳର କିଏ ବି ଜେନେରାଲ ନାହାନ୍ତି ଜେନେରାଲ ବୋଲି ସବୁ ଜାତି ଲୋକ ଅନ୍ୟ ଖାଲି ଏସସି କି ଏସଟି ହେଇଥିଲେ ନା ଏସସି ଏସଟି ଭିତରେ କିଏ ନାହାନ୍ତି ବୋଲି କହିଲେ ଚଳିବ ଆରେ ଯୋଉ ଟାଇମରେ ବାଜପେୟୀ ସରକାର ଟାଇମରେ ସେ ନକୁଳ ନାୟକ ଭାଇନା ସେ ଯାଇକି ପ୍ରଧାନମନ୍ତ୍ରୀ ସେକ୍ରେଟାରୀ ହେଇ ପାରିଥିଲେ ଏତେ କ୍ୱାଲିଟି ଥିବା ଲୋକ ଆମ ମାନେ ଡିଷ୍ଟ୍ରିକ୍ଟରେ ଅଛନ୍ତି ସେତେବେଳେ ପୁଣି ଭଡାରେ ଆଣିକି ଖେଳ କରିବେ ଏଠି ଲାଜ ଲାଗୁନି ଏମାନଙ୍କୁ ମୁଁ କହି ପକଉଛି ମତେ ଯେ କଣ କହିଲେ ରାଗୁଥିଲେ ରାଗିବେ କଣ କହିଲେ ଯାହା କହିବା ସତ କହିବା ଆମେ ସତ କହି ପଛେ ମଲେ ମରବୁ ସତ କହିବା କିଏ ଡରବୁ ନାଇଁ କି ଭାଇନାକୁ ସେ ଜାଣିଛି ନକୁଳ ଭାଇନା କହିଲା ପରା ମୁଁ ଏତେ ବର୍ଷ ରାଜନୀତି କଲି ଏତେ ବୁଲିଲି କିନ୍ତୁ ସୁଶାନ୍ତ ପରି ଲୋକକୁ ମୁଁ ପାଇନା କେବେ ବୋଲି କହିଲା ପରା ତାର ଭାଇ ଯେତେବେଳେ ସୁବର୍ଣ୍ଣ ମାନେ ସ୍ୱାଧୀନ ପାର୍ଟିରେ ମାନେ ଜିଲ୍ଲା ପରିଷଦ ଠିଆ ହେଇଥିଲା କୋଟଗଡ ବ୍ଲକରେ ସେତେବେଳେ ତାଙ୍କ ପାଇଁ ବୁଲାବୁଲି କରି ପ୍ରଚାର କଲି ସେତେବେଳକୁ କହିଲା ସୁଶାନ୍ତ ତୋର ସବୁ ଭଲରେ କିନ୍ତୁ ପ୍ରଚାର ଟିକେ ସ୍ପିଡ ହଉଛି ନହେଲେ ସବୁ ଠିକ ଅଛି କିନ୍ତୁ ସେଥିପାଇଁ ତୁ ତୁମୁଡିବନ୍ଧ ବ୍ଲକରେ ଆସେ ଯୋଉ ପଞ୍ଚାୟତ କହିବୁ ସେ ପଞ୍ଚାୟତରେ ତୋତେ ସରପଞ୍ଚ କରିଦେବି କିନ୍ତୁ ଯୀଶୁଙ୍କ ବାକ୍ୟ ପ୍ରଚାର କରିବୁ ନାହିଁ ବୋଲି କହିଲା ମୁଁ କହିଲି ସେଇଟା ମୋ ଦ୍ୱାରା ହେବ ନାହିଁ ଭାଇନା ବୋଲି କହିଲି ମୁଁ ଯୀଶୁଙ୍କ ବାକ୍ୟ ଛାଡିକି ମୁଁ ମୋର ଫାଉଣ୍ଡେସନ ହଉଛି ସେଇଟା ମତେ ସବୁ ଛାଡିଦେବ ବୋଲି ଛାଡିଦେବେ ସେଟା ଯୀଶୁଙ୍କ କଥା ମୁଁ ଛାଡିବି ନାହିଁ ଆଉ ଆପଣ ସେଇଟା ଛାଡିକି ଅନ୍ୟ କଥା କହୁଛୁ ମୁଁ ସେ ସରପଞ୍ଚ ହେବା ପାଇଁ 5 ବର୍ଷ ପାଇଁ କଣ ପାଇଁ ମୁଁ ମାନେ ଇଏ ମାନେ ମୋ ପରିସରକୁ ମୁଁ ଛାଡିବି ବୋଲି କହିଲେ ଆରେ ସେ ପରା ଆମେ ବିଶ୍ୱଜିତକୁ ଆମେ ଶିଖେଇବା ଲୋକ ବିଶ୍ୱଜିତ ପରା ମୁଁ ଏମପି ହେବି ବୋଲି କହିଲା ଲୋକ ବୁଝେଇକି ମୁଁ କହିଲି ଏମପି ହେଲେ 5 ବର୍ଷ ତୁ ଶାସନ କରିବୁ ଆଉ 5 ବର୍ଷ ପରେ କଣ କରିବୁ ବୋଲି କହିବାର ସେ ପରା ପରିବର୍ତ୍ତନ ହେଇକି ପୁରା ଏବେ ପ୍ରଭୁଙ୍କ କାମରେ ଲାଗି ପଡିକି କୋର୍ଟ ଅଛି କୋର୍ଟ ନାହିଁ ଭୁବନେଶ୍ୱର ବୋଧେ କୋର୍ଟରେ ଥାଇକି ପ୍ରଭୁଙ୍କ ସେବା କାର୍ଯ୍ୟ କରୁଛି ସେଥିପାଇଁ ଆମକୁ ରାଜନୀତି କି ନହେଲେ ଧର୍ମ ନୀତି କି ନହେଲେ ହଷ୍ଟେଲ ଅର୍ଫାନେଜ କି ନହେଲେ ଏଇଟା ଯୋଉ ଚଲେଇବା କଥା କହିଲେ ହେବ କି ମୁଁ କାହାକୁ ଗୋଟେ କାଲି କହୁଥିଲି ପରା ତାଣ୍ଡି ଆଜ୍ଞା ଭଳିଆ ଯଦି ନିଜେ ପରିଶ୍ରମ କରିକି ଅନାଥ ଆଶ୍ରମ ଚଲେଇବ କି ହଷ୍ଟେଲ ଚଲାଉଛି ବୋଲେ ହଁ କହିଲେ ହେବ ଆଉ ସେ ତ ସ୍ପନ୍ସର ପାଇଛି କୋଟି କୋଟି ଟଙ୍କା ତାର ପ୍ରୋଜେକ୍ଟ ଚଲେଇବା ତାର ସମୟ ନାହିଁ ଇଏ ପୁଣି କରଲା ଗୋଟରେ ଆସିକି କୋଟଗଡକୁ ସେ ଉନ୍ନତି କରିବ ତାର ବାପା ତ ଟ୍ରେନ ଆକ୍ସିଡେଣ୍ଟରେ ଏକ୍ସପାୟାର୍ଡ କରିଛି ଆଉ ତାର ପୁଅକୁ କହିବ ଟ୍ରେନ ପକା ବୋଲି କେମିତି ହେବ ବାଘ ଯୋଉ ଜାଗାରେ କାମୁଡିଛି ସେଟା ପତ୍ର ହଲେ ବି ଡରିବେ ଯାହାର ପୁଅକୁ ସାପ କାମୁଡିଛି ପାଳ ଦୌଡି ଦେଖିଲେ ବି ଡରିବେ ଆଉ ସେ ଲୋକ କହିବେ ତୁ ଟ୍ରେନ ପକା
ତାର ବାପା ଟ୍ରେନ ଆକ୍ସିଡେଣ୍ଟ ହେଇକି ମରିଛି ପୁଣି ସେ ଆସିକି ଟ୍ରେନ ପକେଇଦେବ। ଟ୍ରେନ ଡିପାର୍ଟମେଣ୍ଟରେ ଯୋଉମାନେ ଅଛନ୍ତି ଟ୍ରେନ ବିଭାଗରେ ଯୋଉମାନେ କାମ କରୁଛନ୍ତି ସେମାନେ କୁଆଡେ ଯିବେ? ହଁ ରେଲବାଇ ମନ୍ତ୍ରୀ ଯାକ କି ମନ୍ତ୍ରୀ ଯାକ ଇଏ ଯଦି ଟ୍ରେନ ପକେଇବ ଏମପି ଯଦି ଟ୍ରେନ ପକେଇବ ବୋଲେ ସେ ରେଲ ବିଭାଗରେ ଯୋଉମାନେ ଅଛନ୍ତି ସେମାନେ କଣ ଘାସ କାଟିବେ? ଆମର ଷ୍ଟ୍ରାଇକ୍ କଲେ ତ ଆସିବ ଯେ କଟକରୁ କେତେ ଅତି କମ 40 କିଲୋମିଟର କି 45 କିଲୋମିଟର ହଉଛି ଆମ ଲୋକମାନେ ଏକତା ହେଇକି ତ କହିଲେ ତ ଅଟୋମେଟିକ ସରକାର ଶୁଣିବେ ସରକାର କରିବେ ଏପଟେ ନହେଲେ ସେପଟେ କର ଯେହେତୁ ଏପଟେ ଅଭୟାରଣ୍ୟ ଅଛି ଜାଗା ବି ଅଛି ଏପଟେ କାଟି କର ବୋଲି କହିଲେ ତ ପାର୍ଟି କଲେ ତ ଅଟୋମେଟିକ ହେବେ ଏକତା ହେଲେ ସବୁ କଲେ ଆଉ ଏମାନେ ଆମେ ପକେଇଦେବୁ କି ପକେଇବୁ ସେଥିପାଇଁ କରିବା କର ଚଲାଇଛ ଭଲ କରୁଛ।